ମନ୍ଦ ଆଉ ମୁଁ ଭାବୁଛି ମୁଁ ବୋଧେ ତାକୁ ଫାଳିକିଆ ଭଲ ପାଉନି ସେ କାଇଁ ମତେ ଭଲ ପାଉନି ମାନେ ଫାଳିକିଆ ମାନେ ୱାନ୍ ସାଇଡ ହଁ ତୁ ସେ ଇଂଲିଶ ରେ କଣ ଜାଣିଛୁ ୱାନ୍ ସାଇଡ ଆଉ ଯେ କଣ କୁଆଡେ ଯାଇଥିଲ ବହୁତ ଦିନରେ ଦେଖା କଣ ଘଟଣା ଆମେ ଆସିଲୁ ନୟାଗଡ଼ କଣ ନୟାଗଡ଼ ହଁ ଆରେ ନୟାଗଡ଼ ଯାଇଥିଲ ଆମକୁ ଟିକେ ଖବର ଅନ୍ତର ନାହିଁ ତମେ ମନକୁ ମନ ଏକୁଟିଆ ହିଁ ପଳେଇଲ ହଁ ହଁ ଟିକେ କହିଥିଲ ଆମେ ଟିକେ ତମ ହାତରେ ବୁଲି ଯାଇନହନ୍ତୁ ବୁଲାବୁଲି କରିବାକୁ ଆଉ କଣ କାଲି ତ ବୁଲିକି ତ ଆସିଲଣି ଆଉ କାଲି ଆଉ କଣ ଯାଇକି କଣ କରିବି ଆଉ କହ ଯେ ମୁଁ ଯାଇକି ସେଠି ଇଏ କରିବି ଭାଇନା ଓ ଭାଇନା ଭାଇନା କିଅ ଶଳାରେ ଗଲା ସଇଲା ଗୋଟେ ଅନୁକୂଳରେ ବାହାରିଲା ବେଳକୁ ବିରାଡି ଭଳିଆ ଆସିକିରି ଗୋଟେ ମାଟିଆ ବିରାଡି ଭଳିଆ ମୁହଁ ଦେଖଉଛି ଆରେ କଣ ତୋର କାମ ଅଛି ଖାଇଛୁ ଗୋଟେ ଆସିକି ଯାଉ ହଉଛୁ ଆରେ ମୁଁ ଗୋଟେ କାମରେ ଆସିଥିଲି କଣ ମୁଁ ଗୋଟେ ଜାଗାକୁ ଯିବି ତ ମୁଁ କହିଲି ଭାଇନାଙ୍କୁ ଟିକେ ସାଙ୍ଗେ ନେଇଯିବି ହେଲେ ଆସୁନ ମୋ ଟିକେ ଯିବା ଆରେ ମୁଁ ବାହାରିଲା ବେଳକୁ ଗୋଟେ ଅନୁକୂଳରେ ଯିବା ପାଇଁ କି ମତେ କୁଆଡେ ଡାକୁଛୁ ଯିବା ପାଇଁ କି ତାହେଲେ ଅନୁକୂଳରେ ଆଉ କୁଆଡିକି ଯିବ ଆରେ କୁଆଡିକି ଯିବି କଣ ମୋର କାମ ଅଛି ତୁ ଏତେ କାହିଁ ବୁଝୁଛୁ କୁଆଡିକି ଯିବି କଣ କରିବି ତମେ ଗୋଟେ ଏକୁଟିଆ ଲୋକଟା ଯିବ ନା ନା ଗୋଟେ ନହେଲେ କେମିତି ବାଗ ହବ ନା ନା ତୁ କୁଆଡେ ଯିବୁ କଣ ତେତେ କହିଲେ ତୁ ଦୁନିଆ ହଲାପାଲା କରି ଚାଲିଯିବି ଓ ଭାଇନା ତମେ କଣ ମୋ କଥା ଜାଣିନ ମୁଁ କଣ କାହାକେ ତମ କଥା କହି କାଳେ ଯଦି ଲିକ୍ ଆଉଟ୍ ହେଇଗଲା କଥାଟା ମୋର ମାନ ସମ୍ମାନ ଇଜ୍ଜତ ମହତ ସବୁ ସରିଯିବ କିଛି ହବନି ଭାଇନା ଖାଲି ତମେ ଗୁପ୍ତ କଥାଟା କଣ କହୁନ ମୁଁ କାହା ଆଗେ କହିବିନି ଜାଣିଲ ଭାଇନା ତମେ ମତେ ଟିକେ କହିଥିଲେ କଣ ରହିଥା ପୁଅ ଆରେ କଣ କି ଚିକଣି କୁଆଡେ ଯାଉଛ କି ରେ ଆରେ ଇଏ କୁଆଡେ ଥରେ ଆସି ପହଞ୍ଚି ସେଇ କଥା ଭାଇନା ଆରେ ମୁଁ ସେଠି ମୁଁ ମେଳା ରେ ବଇଛି ମତେ ଡାକିଲନି କାହିଁ ଡାକୁ ତୁ ତ ପ୍ରୋଜେକ୍ଟରେ କାମ କିଏ କୁଆଡେ ଯିବ ତତେ କାହିଁ ଡାକିଲି ଜାଣିଛୁ ଇଏ କୁଆଡେ ଯିବ ମତେ କହିଲା ନା ନା ମୁଁ କୁଆଡେ ଯିବି କହିବି ଆରେ ଇଏ ପୁରା ବ୍ରେକରେ କଣ ଅଛି କି ମାଲ ଫାଲ କଣ ଅଛି ଆରେ ରହିଥା ତ ବେଗ କାହିଁ ଦେଖୁଛ କଣ ଅଛି ଦେଖି ନା ସିଏ ଗୋଟେ ଲୋକ କୁଆଡେ ଗୋଟେ ଯିବ କଣ ଗୋଟେ ବାହାରିଛି ତୁ ଗୋଟେ ପିଲାଟା କହୁଛୁ ବେଗ ଦେଖିବୁ କଣ ତୁ ଆରେ ବୁଲୁ ମୁଁ ତତେ କହୁଛି ବିଶ୍ୱାସରେ ଗୋଟେ କଥା କହିବୁନି କାହାରି ଇଏ ଟୋକାଟା ହଲା କରିଦବ ଏଇନେ ସେଇ କଥା ପରା ଇଏ ଗୋଟେ ଠିକ ଅବେଳାରେ ଆସି ପହଞ୍ଚିଗଲା ଟିକେ ଆରେ ତୁ ଆମ ଗୋଟେ ସାଇଡ ହଉନୁ ଟିକେ ଦେଖି ବେଗରେ କଣ ଅଛି ଜିନିଷ ଆରେ ବେଗରେ ଯାହା ଅଛି ବେଗ ଆରେ ସେ ବେଗ ଦେଖିଲ ଗଲା ଅନୁକୂଳ ବିକିଟେ ଆଜି ଆଉ ଗଲା ମୋ ଅନୁକୂଳ ସବୁ ମୋ ବୋପା ପାଉଡର ଆରେ ଶାଢୀ ଆରେ ବୁଢା ସତ କଥା କହୁ ଇଏ ସବୁ ଜିନିଷ କୋଉଠି କାହାକୁ ପାଇଁ ନଉଛ ସତ କଥା କୁହ ଆରେ ତୁ ଖାଲି ନବୁ ଆଉ ସେ ଗୋଟେ ବୁଢା ନା ନା ତମର ମତେ ସେ ପ୍ଲାନ କରନି ତମର ପ୍ଲାନ ବାବୁଲା ତମକୁ ମୁଁ ବିଶ୍ୱାସରେ କହୁଛି ଇଏ କଥା ଆଉ 6 କାନରୁ ଆଉ 8 କାନ ଯେମିତି ନ ହବ ନା ଆମେ କହିବୁନି ମୁଁ ଗୋଟେ ଲେଡିସ୍ ମାଇପିଟାକୁ ଭଲ ପାଉଛି ଆରେ କଥାଟା ବୁଝୁନ ଆଗ ନ ବୁଝିକି କାହିଁକି ବ୍ୟସ୍ତ ହେଇଯାଉଛୁ କହୁନ କୁହ ଲେଡିସ୍ ମାଇପିଟାକୁ ଭଲ ପାଉଛି ଆଉ ତାହେଲେ ତମର ଗୋଟେ ଷୋଳ କଳାର ଗୋଟେ କଳା ଅଛି ଆଉ ଶୁଣୁନୁ କଥାଟାକୁ ଖାଲି ତୁ ସେଇ ଖାଲି ଉପରେ ଚଢି ଯାଉଛୁ ମୁଁ ଟିକେ ନରମି ଯାଉଛି ଏବେ କୁହ ସିଏ ମୁଁ ହାରାହାରି ତାକୁ 30 ବର୍ଷ ହେଲାଣି ମୁଁ ତାକୁ ଭଲ ପାଇଲାଣି 30 ବର୍ଷ ହେଲାଣି ଆରେ ଦେଖ ବା 30 ବର୍ଷ ହେଲାଣି ଆମକୁ ଆଜି କଥାଟାକୁ ବୁଝୁନୁ ଜମା ତୁ ଟିକେ ପାଟି କର ତୁ କଣ କଥାଟାକୁ ବୁଝୁନୁ ଜମା କହୁନ କୁହ ମତେ 65 ହେଲା ତାକୁ ହେଲା କେତେ କହିଲୁ କେତେ 87 ଆକୁ 65 ତାକୁ 87 ବାସ୍ ହିସାବ କରିଦେଲୁ ସେତେବେଳେ ମତେ ଏଇଟା କେତେ କହିଲୁ 59 ମନ ଗୋଟେ ସଂଖ୍ୟା ଅଛି କି ସେ ବୁଢା ପଢିନି ତୁ ଯଦି ଆଉ ସେ ଲେଡିସ୍ 87 ହେଲା ଜାଣିଲୁ ଜାଣିଲୁ ମତେ କଥାବାର୍ତ୍ତା କରି ମତେ ଦେଖିଲେ ହସେଇ ଆଉ ସବୁ କହି ଭଲ ମନ୍ଦ ଆଉ ମୁଁ ଭାବୁଛି ମୁଁ ବୋଧେ ତାକୁ ଫାଳିକିଆ ଭଲ ପାଉନି ସେ କାହିଁ ମତେ ଭଲ ପାଉନି ମାନେ ଫାଳିକିଆ ମାନେ ୱାନ୍ ସାଇଡ ହଁ ତୁ ସେ ଇଂଲିଶ ରେ କଣ ଜାଣିଛୁ ୱାନ୍ ସାଇଡ ଆଉ ଏବେ ଦିନେ ଯାଇଥିଲି ତାପରେ ପାପଡ଼ ନେଇଥିଲି ଦହିବରା ନେଇଥିଲି ଆଳୁଦମ ନେଇଥିଲି ଆରେ ସେଇଆ ନହେଲେ ବୁଢା କାଳେ ଦେଖୁନୁ କେମିତି ଟୋପି ତସମା ପୁଣି ରୋଲ ବାଡି ଇଏ ବୁଢା ପୁଣି ଭଲ 27 ବର୍ଷ ହେଲା କୁଆଡେ ତୁ ସେଠି ଖଣ୍ଡିଏ ପାଇଲୁ ଶୁଣିଲେ ହସିବେ କଥାଟା ଶୁଣୁ ନେଇକିରି ଗଲି ପୋଡ ଟିକେ ଷ୍ଟିମ୍ ପୋଡ ତାପି ନେଇଥିଲି ଷ୍ଟିମ୍ ପୋଡ ସେଟା ଆମ ପାଟିରେ ପଶୁନି ମୁଁ କହିଲି ନୂଆ ନା କାହିଁ ଗୋଟେ ହଲା କରୁଛ ଆସିକି ଦାଣ୍ଡରେ ମୁଁ କହିଲି ଆରେ ଆସୁନ ଏଠିକି ନା କଣ ଆଣିଛ ବା ଦେଖିଏ ଦେଖିଥିଲି ଦହିବରା ଆଳୁଦମ ପାପଡ଼ ଷ୍ଟିମ୍ ପୋଡ ମୁଁ କହିଲି ନୂଆ ଯେତେବେଳେ ଖାଇବଟି
ଦହିବରା ଆଳୁଦମ କୋଉଠି ହଁ ସେ ସେଇ ଦହିବରା ଖାଇନି ଲପ୍ ହେଇଯାଇଛି ଆଉ କଥାଟାକୁ ବୁଝୁନୁ। ଆରେ ସିଏ ହେଲାଣି 27 ବର୍ଷ ତଳର କଥା କଣ ଆଜିକାଲିର। ପୁଣି ଦହିବରା ବୁଢା ଦଉଛି ତାକୁ ଖାଇବାକୁ। ଦହିବରା ଆଉ ଷ୍ଟିମ୍ ପୋଡ଼ ଟିକେ ତା ପାଟିରେ ଖୁଆଇଦେଲି। ଆଚ୍ଛା। ମୁଁ କହିଲି ଯାହା ହଉ ଏଇଥରକ ମତେ ଭଲ ପାଇଲା। ଏହା କଣ କି ତା ହାତକୁ ଧରିକିରି ଏମିତି ଟିକେ ଖାଲି ଆଣିଛି ଠୋ କିନି ଜାବୁଡାଟେ ମୋ ଗାଲୁକୁ ପୁରା ଷ୍ଟିମ୍ ପୋଡ ଖାଇବା ସେଇଠୁ ଉଠିକିରି ଗୋଟେ ଗୋଜଣା ପଡିଥିଲା ଚୁଲିରେ ତେଲ ବାଡି ଆଉ ସେ ମତେ କାଚିଲା ସେଇଠି ନା। ଆରେ ଦେଖରେ ଆରେ ମୁଁ କହିଲି ଫେରେ ମୁଁ ଏଠି ହଁ ପଛରେ ଫେରେ ଟଙ୍କା 3000 ନେଇ ଦେଇଥିଲି। ଲାଞ୍ଚ ଦେବେନି ଆଉ ଭଲ ପାଉନି ଆଉ କଣ ଏତେ ରଡ ମାଡ କେଞ୍ଚା ଖାଇଛି ତଥାପି ବୁଢା ଦେଇଛି। ତଥାପି ପୁରା ଲପ୍ କରୁଛି ବା ଆଉ ମୁଁ ଭାବିଛି ଆଜି ସେ ପାଉଡର ଲୁଗା ସାୟା ବ୍ଲାଉଜ ୟାକୁ ସବୁ ନଉଛି ଆଉ ଦେବି ତା ସାଙ୍ଗେ ଟିକେ ଗପ କରିକି ଛୋଟିଆ ପାଉଡର ଦଉନ ଏଡେ ବଡ ପାଉଡର ଦେଲେ ସବୁ ରଖିବ। ଆରେ ସେ ଟିକେ ଗୋରା ହବ ଆମ ଘରେ କହିବୁନୁ ଆମ ଘରେ କହିବୁନୁ ନା ନା ଆମ ଘରେ ଯଦି ଜାଣିବେ ମୋ ଘରେ ଦାନା ପାଣି ବନ୍ଦ ହେଇଯିବ। ଘରେ ଜାଣିବେ ଖୁଡି ଦବ ପୁରା କାଚି ସେଇ କଥା ନା ମୋ ଦାନା ପାଣି ବନ୍ଦ ହେଇଯିବ। ଆରେ ବାବୁଲା ହଁ ତୁ ଭଲ ପାଇବୁ ତୁ ଭଲ ପାଇବୁ ନା ନା ଆରେ ଭଲ ଲେଡିସ୍ ମ୍ୟାପଟା ଅଛି ନା ଦରକାର ନାହିଁ। ଦି ଗୁଡିଆ ଟା ଭଲ ସାଇଜ ତମେ ଭଲ ଆରେ ତମେ କଣ ଭାଇ ଆରେ ହେଇଟି ତାକୁ 69 ହେଇଛି ବୟସ କଣ କହୁଛୁ 69 ଆଉ ମୁଁ ପରା ଯାହାକୁ ଭଲ ପାଉନ ତ କହିଲେନି ଅଣାବନ ଆଉ ଜାଣିଲୁ ହଉ ହଉ ଆଉ ମୁଁ ତ ଆଉ ଡେରି କରନି ବୁଢା ତା ପାଇଁ ଶାଢୀ ଫାଡି ପାଉଡର ମାନେ ରଖିଛି ବୁଢା ତା ପାଇଁ ନେଇକି ଯାଉ ଇଏ ପାଉଡର ତୁ ଘରକୁ କିଣିକିରି କୋଉଦିନ ବୋହୁ ପାଇଁ ଆଣିଛୁ ନା ନା ଦାମୀ ପାଉଡର ଖାଲି ଭୁଜାଲି ମାଡ କରିବ କଣ କରିବ ନେଇକି ହଉ ଆଉ ପାଟିବନି ଆଉ ଇଏ ନେଇଯିବି କି ଆଉ ତୋରା ଆସୁ ଆସୁ ବିରାଡି ମୁହଁ ତମ ଦିଙ୍କ ମୁହଁ ଚାହିଁଲାଣି ଆଉ କଣ ଯିବି ଆଉ ଇଏ ନେଇଯିବି ବିରାଟ କହୁଛି ଆମକୁ ଆଉ କଣ କହିବନି କଣ କରିବ ଆରେ ମତେ ଏତେ କଥା କହିଲେ ମୁଁ ତାକୁ ଟିକେ ବାଗେଇ ନେଇଦେଲି। ଫେରେ ମୁଁ ଭାବୁଛି ଆଜି ସନ୍ଧ୍ୟା ବେଳେ ଯିବି ବୋଲି ଆଉ ଯା ତା ଘରେ ତ କେହି ନାହାନ୍ତି ତୁ ଗୋଟେ କାମ କରୁନୁ କଣ ପୁଣି ସେଇ ସନ୍ଧ୍ୟାଳିଆ ସେ ବରତ ପାଖେ ତୁ ରୋକି ରହୁନୁ ଟିକେ ପୁଣି ଶୁଭ ହବା ହେଇ ଚାହିଁଲୁ ଏଥର ସିନା ତମକୁ ଛାଡିଦେଲି ଦିନରେ ଏଇନେ ଗହଳି ଲୋକ ଗହଳି ହବ ଦୁନିଆ ପାଲା ହବ ଯଦି ବେଳ ବୁଡକୁ ଦେଖେଇ ଇଏ ଠେଙ୍ଗେଣିକି ତମ ମୁଣ୍ଡ ଗୋଟିଏ ଛାଡି ତେମେ ସିନା ଠେଙ୍ଗେଣି କରିବ ଏପଟେ ଏପଟେ ପନିକି ଧରି ବଇତବ ଚୋଟ ପକେଇ ଦବ କହିବୁନି ଘରେ ତମା କାହାରି କହିବୁନି ମୁଁ କଣ କହୁଛି କହିବା ପିଲା କହିବେ କିଏ କହିବ ନା ଆଉ ମୁଁ ସର୍ବଶାନ୍ତ ହେଇଗଲାଣି ଆଉ ହବନି ଇଏ ବୟସରେ 3000 ଆଗରୁ ଦେଇଥିଲି 8000 11,000 ଆଉ କେତେ ପଇସା ତା ଘରକୁ ପହଞ୍ଚୁ ବୋଲି କିଛି ଠିକ ନାହିଁ 5 ଗୋଟେ ରସଗୋଲା ଗୋଟେ ଭଲ ରସଗୋଲା ତ ମିଠା ଲାଗୁନି କେମିତି ଇଏ ଲୁଗା 1600 ଇଏ ପାଉଡର 280 ଦେଖୁଛୁ ବୁଢା ଜିନିଷ ଦଉଛି ମୁଁ ଯାହାକୁ ଦିଏ ଭଲ ଜିନିଷ ଦିଏ ନା ଠିକ ଏପଟେ ବୁଢୀ ଜାଣିପାରୁନି ବୋଲି ନା ନହେଲେ ବୁଢା କଚା ତଥାପି 2-4 ବାହାରେ ମୋ ଗାଣ୍ଡିକି ଦେଇଥିଲା ସେଦିନ ସେଇ କଥା ଯେତେବେଳେ ମନେ ପଡିଯାଉଛି ମୋ ମନ ଛାଡି ଯାଉଛି କାହିଁକି ତମେ ଏତେ ମାଡ ଖାଉଛ ଏତେ ଗଣନା ମାଡ ଖାଉଛ ପୁଣି କେମିତି ଭାବିଛି ଗୋଟେ ସେମିତି ଯାଇଥାଇକି ବରଂ ତାକୁ ଛାଡିକି ମୁଁ ଏଥିରେ ଆଉ ଗୋଟେ କାହାକୁ ଏ କଥା ଆଉ କିଏ ସେ ଆଉ କଣ କେହି ନାହାନ୍ତି ସେଇ ଗୋଟିଏ ଅଛି ଆରେ ସିଏ ତା ଘଇତା ମରାଣି ପରା 27 ବର୍ଷ ହେଲାଣି ଆରେ ହେଇରେ ଘଇତା ମଲିନି ବୋଲି ନିଆଁ ମାଡ ଖାଉ ଧୂଆ ମାଡ ପଡିବ ଆଉ ମୁଁ ଭାବି ଏ କଥା କାହାକୁ କହିବ ଆମ ଘରେ ଜାଣିଲେ ଦୁନିଆ ପାଲା ହବ ଘରେ କହିବୁ ମୋ ଆହାର ବନ୍ଦ କରିଦେବେ ଖାଇବା ପିଇବା ମୋର ତମ ବାଟରେ ଯିବ ଆଉ 5 ଟଙ୍କା ମିଳିବ ତମେ ଯାଅ ମୁଁ ବେଳ ବୁଡକୁ ଆଜି ଯେମିତି ହେଲେ ଯାଇକିରି ପହଞ୍ଚିବି ତା ଘରେ ହଉ ତମେ ତା ଘର କୋଉଟା କହିଲ କହୁଛି ଚଟୁଅଣକ ସିଏ ଗୋଟେ ଗାଁ ଥବ ସେ ଗାଁ ଥବ ଗୋଟେ ଚଟୁଅଣକ ଗୋଟେ ମଉଜା ନାହିଁ ଆମର ଏଠି ମୁଁ ଜାଣିନି କାହିଁ ଆରେ ତାଳସମା ପାଖରେ ଚଟୁଅଣକ ନାହିଁ ହଉ ତମେ ତମର ଯାଅ ଆଉ ଅଖାଡୁ ଆମେ ଆମର ଚାଲ ସେ ଅମୃତ ଖାଲି ବିଲୁଆ ତା ଘର ଚାରିପଟ ଖାଲି ବିଲୁଆ ମାଧବ ବୁଢା ଘର ଚାରିପଟ ଖାଲି ବିଲୁଆ ମାଳ ସିକ୍ୟୁରିଟି ମାନେ ଜଗିଛି ତାକୁ ଆଉ କଣ ବୁଢୀକି କିଏ ଖାଇଦବ କଣ କରିବ ହଉ ଗୁଲୁ ବୁଢୀକି ମୁଁ ଯୋଗେ ଯୋଗେ ଗୋଡେ ଗୋଡେ ତାକୁ କାଇଦା କରିଛି ବୁଢୀକି ଯିବା ସେ ବୁଢା ତାର ବେଳ ବୁଡକୁ ଆସିବ ନା ଆମେ ବେଳକୁ ଆସିବୁ ଆମେ ଆମ କାମରେ ଯିବୁ ଯିବି ଯେ ଠିକ ନାହିଁ ସତରେ ବେଳ ବୁଡକୁ ଆସିଲେ ଇଏ ତଡାକୁ ତୋ ମୁଣ୍ଡ ଆମର କଣ କିଛି ବିଶ୍ୱାସରେ ବାପ କହିଲି ତମକୁ ଏ କଥା ତମେ କଣ ମତେ ଚିହ୍ନିନ ହଉ ଆମେ ଆସୁଛୁ ହେଲା ହଉ ଆଜ୍ଞା ନମସ୍କାର ସାର୍ ମୋ ଗୋଡେ ଗୋଡେ ରହିଲେ ମୁଁ କଣ କରିବି ଯୁଆଡେ ବାହାରିଲେ ଇଏ ନଣ୍ଡା ଗୁଲୁ ସେ ଯୋଉଠି ଥବ କେହି ନଥିବେ ସେ ଯୁଆଡୁ ହେଲେ ଆସିକିରି ପହଞ୍ଚିବ ଏଠି ହଉ ଆଜି ବେଳ ବୁଡକୁ ଯିବି ମୁଁ ମୋର ଲୁଚି ଚପିକି ଯିବି ମୁଁ କାହିଁ ତାଙ୍କୁ ଦେଖା ଦେଇକି ଯିବି
ଆଉ ପଇସା ମିଳିଛି ବୁଢ଼ୀଟାକୁ ଅଣାମନ ହେଲାଣି ଆଉ କ'ଣ କରି ଆଉ କ'ଣ ଆଉ କରିବା ସେଇଆକୁ ତ କ'ଣ କମ୍ ଦାମିକିଆ ଜିନିଷ ଇଏ 280 ଟଙ୍କା ଇଏ ପାଉଡ଼ର କ'ଣ କରିବି ଆଉ ଇଏ ନୁଗା ଖଣ୍ଡକ ପଡ଼ିଛି 1600 ଟଙ୍କା ଆଉ ନେଇକି ଯାଉଛି ୟାକୁ ଆଉ କ'ଣ କରିବି ତାକୁ ଦେଇକିରି ମୁଁ ଭାବିଲି ତାକୁ ଫସେଇକିରି ଘିନି ଆଇଲେ କ'ଣ ଘରେ ଛାଡ଼ିବେ ଘରେ ଗୋଡ଼ ହାତ ବୁଲେଇ ଦେବେ ଯେ ଛାଡ଼ ସେ ବୁଢ଼ୀ ଥାଉ ତା ବାଟରେ ଆଉ ମୁଁ ତ ଯିବା ଆସିବା କରିବି ସେଠିକି କ'ଣ ଅଛି କିଛି ନାହିଁ ହଉ ଓଡ଼ିଶାବାସୀଙ୍କୁ ନମସ୍କାର ଏ ଭିଡ଼ିଓଟି ମଜା କରିବା ପାଇଁ ହେଇଥିଲା ଏ ଭିଡ଼ିଓଟି ସମସ୍ତେ ଦେଖିକିରି ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ ମଧ୍ୟ କରିବେ କମେଣ୍ଟ ମଧ୍ୟରେ ଜଣାଇବେ ଏ ଭିଡ଼ିଓଟି କେମିତି ଲାଗିଲା ଏଇଟା ସମସ୍ତଙ୍କ ମନୋରଞ୍ଜନ ପାଇଁ କରାହେଇଥିଲା।